ଯେତେବେଳେ ସିବିଆଇ ଇନକ୍ୱାରି ହେବ ସେତେବେଳେ କାହାକୁ କାହାକୁ ଅନୁକମ୍ପା ଦେଖେଇଥିଲେ ୱିଦାଉଟ୍ କମ୍ପ୍ଲାଏନ୍ସ ଫୁଲଫିଲ୍ କରିକି ଯାହାକୁ ଯାହାକୁ ଦିଆହେଇଥିଲା ସେ ଜିନିଷ ବାହାରିବ। ତ ସେତେବେଳେ ଯିଏ ଥିଲେ ସେ ଏବେ ବିରୋଧୀ ଦଳ ନେତା କହନ୍ତୁ କି ଯିଏ ଥିଲେ ସେତେବେଳେ ଯେଉଁମାନେ ଦାୟୀ ଥିଲେ ତାଙ୍କ ଉପରେ ଅଡୁଆ ହେବ ହିଁ ହେବ, ସେଥିରେ କିଛି ମାନେ ଡରିବାର ନାହିଁ। ଲୋକ ଯେତେବେଳେ ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଯେତେବେଳେ ଚାହୁଁଛୁ ଭଲ କରିବା ପାଇଁ ଯିଏ ବି ହୁଅନ୍ତୁ ଯେ ଅନ୍ୟାୟ କରିଛନ୍ତି ଦୁର୍ନୀତି କରିଛନ୍ତି ସେ ସାମ୍ନାକୁ ଆସିବା କଥା ଦଣ୍ଡିତ ହେବା କଥା। ଯେତେବେଳେ ସିବିଆଇ ଇନକ୍ୱାରି ହେବ ସେତେବେଳେ କାହାକୁ କାହାକୁ ଅନୁକମ୍ପା ଦେଖେଇଥିଲେ ୱିଦାଉଟ୍ କମ୍ପ୍ଲାଏନ୍ସ ଫୁଲଫିଲ୍ କରିକି ଯାହାକୁ ଯାହାକୁ ଦିଆହେଇଥିଲା ସେ ଜିନିଷ ବାହାରିବ। ତ ସେତେବେଳେ ଯିଏ ଥିଲେ ସେ ଏବେ ବିରୋଧୀ ଦଳ ନେତା କହନ୍ତୁ କି ଯିଏ ଥିଲେ ସେତେବେଳେ ଯେଉଁମାନେ ଦାୟୀ ଥିଲେ ତାଙ୍କ ଉପରେ ଅଡୁଆ ହେବ ହିଁ ହେବ, ସେଥିରେ କିଛି ମାନେ ଡରିବାର ନାହିଁ। ଲୋକ ଯେତେବେଳେ ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଯେତେବେଳେ ଚାହୁଁଛୁ ଭଲ କରିବା ପାଇଁ ଯିଏ ବି ହୁଅନ୍ତୁ ଯେ ଅନ୍ୟାୟ କରିଛନ୍ତି ଦୁର୍ନୀତି କରିଛନ୍ତି ସେ ସାମ୍ନାକୁ ଆସିବା କଥା ଦଣ୍ଡିତ ହେବା କଥା। ଯେତେବେଳେ ସିବିଆଇ ଇନକ୍ୱାରି ହେବ ସେତେବେଳେ କାହାକୁ କାହାକୁ ଅନୁକମ୍ପା ଦେଖେଇଥିଲେ ୱିଦାଉଟ୍ କମ୍ପ୍ଲାଏନ୍ସ ଫୁଲଫିଲ୍ କରିକି ଯାହାକୁ ଯାହାକୁ ଦିଆହେଇଥିଲା ସେ ଜିନିଷ ବାହାରିବ। ତ ସେତେବେଳେ ଯିଏ ଥିଲେ ସେ ଏବେ ବିରୋଧୀ ଦଳ ନେତା କହନ୍ତୁ କି ଯିଏ ଥିଲେ ସେତେବେଳେ ଯେଉଁମାନେ ଦାୟୀ ଥିଲେ ତାଙ୍କ ଉପରେ ଅଡୁଆ ହେବ ହିଁ ହେବ, ସେଥିରେ କିଛି ମାନେ ଡରିବାର ନାହିଁ। ଲୋକ ଯେତେବେଳେ ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଯେତେବେଳେ ଚାହୁଁଛୁ ଭଲ କରିବା ପାଇଁ ଯିଏ ବି ହୁଅନ୍ତୁ ଯେ ଅନ୍ୟାୟ କରିଛନ୍ତି ଦୁର୍ନୀତି କରିଛନ୍ତି ସେ ସାମ୍ନାକୁ ଆସିବା କଥା ଦଣ୍ଡିତ ହେବା କଥା।